Welcome to Easy Education. ଆଜିର ବିଷୟବସ୍ତୁ ହେଉଛି ଭୀମଙ୍କ ସିଂହନାଦ ରଡ଼ି। ଏଠାରେ କବି ହେଉଛନ୍ତି ଶାରଳା ଦାସ। ତାଙ୍କର ପରିଚିତ ହେଉଛନ୍ତି ଆଦିକବି ଭାବେ ସେ ପରିଚିତ। ସିଦ୍ଧେଶ୍ୱର ପରିଡ଼ା ଥିଲା ତାଙ୍କର ପିତୃଦତ୍ତ ନାମ। ଆଉ ତାଙ୍କର ମୁଖ୍ୟ ରଚନା ଗୁଡ଼ିକ ହେଉଛି ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ। ଏହି ପଦ୍ୟଟି ଶାରଳା ମହାଭାରତଙ୍କ ରଚିତ ଗଦା ପର୍ବରୁ ଆସିଅଛି। ତୁମେ ଦେଖିପାରିବ ଗଦା ପର୍ବ ନା ମହାଭାରତ ଦୁଇ ଦଳ ମଧ୍ୟରେ ଥିଲା। ଗୋଟେ ହେଲା ପାଣ୍ଡବ ଏବଂ କୌରବ। ପାଣ୍ଡବମାନେ ଯେତେବେଳେ କୌରବର ସମସ୍ତ ବଂଶ ଲୋପ କରିଦେଇଥିଲେ ସେତେବେଳେ ଦୁର୍ଯ୍ୟୋଧନ ଏକାକୀ ରହିଥିଲେ। ଆଉ ଦୁର୍ଯ୍ୟୋଧନ କ'ଣ ନା ଦୁର୍ବାସା ଋଷିଙ୍କ ଉପଦେଶ ଅନୁଯାୟୀ ବ୍ୟାସ ସରୋବର ଯାଇ ଆତ୍ମଗୋପନ କରିଥିଲେ। ବ୍ୟାସ ସରୋବର ଏମିତି ଏକ ପୁଷ୍କରିଣୀ ଯିଏ ବଳପୂର୍ବକ ସେଠାରେ ପ୍ରବେଶ କରିବ ସେ ନିଶ୍ଚୟ ମୃତ୍ୟୁବରଣ ଘଟିବ। ତେଣୁ ଏହି ବିଷୟ ଯେତେବେଳେ ସହଦେବ ଜାଣିଲେ ସେ ଶ୍ରୀକୃଷ୍ଣଙ୍କୁ ଜଣାଇଲେ ଯେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚିଛନ୍ତି। ଏକଥା ଜାଣିବା ପରେ ଶ୍ରୀକୃଷ୍ଣ ଭୀମସେନଙ୍କୁ କ'ଣ ନା ସିଂହନାଦ ମାଗିବା ପାଇଁ ଉପଦେଶ ଦେଇଥିଲେ। ସିଂହନାଦ ହେଉଛି ଶିବଙ୍କର। ଯେତେବେଳେ ଏହି ପଦ୍ୟରେ ଆମେ ଦେଖିବା ଯେ ଭୀମ, ଶିବ, ପାର୍ବତୀ, ଦୁର୍ଯ୍ୟୋଧନ, ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଅନେକ ଶବ୍ଦ ବ୍ୟବହାର କରାଯାଇଛି। ସେଗୁଡ଼ିକ ରହିଛି ଏହି ଭିତରେ। ଦେଖିବା ଭୀମଙ୍କ ପାଇଁ କ'ଣ ରହିଛି ପବନର ସୂତ, ପାଣ୍ଡବ ସୁନ୍ଦର, ଭୀମସେନ। ସେହିଭଳି ଶିବଙ୍କ ପାଇଁ ରହିଛି ଈଶ୍ୱର, ବିଶ୍ୱନାଥ, ଶୂଳଧର, ପଶୁପତି, ତ୍ରିପୁରାରୀ, ସଦାନନ୍ଦ, ତ୍ରିଲୋଚନ। ପାର୍ବତୀଙ୍କ ପାଇଁ ରହିଛି ଉମା। ଆଉ ଦୁର୍ଯ୍ୟୋଧନଙ୍କ ପାଇଁ ରହିଛି ମାନଗୋବିନ୍ଦ, ଧୃତରାଷ୍ଟ୍ରୀ, ଦ୍ରିଜୋଧନ। ଏବଂ ଲକ୍ଷ୍ମୀଙ୍କ ପାଇଁ ରହିଛି ଶବ୍ଦ କମଳା, ଲଛି, ମହାଲଛି। ଏଗୁଡ଼ିକ ରହିଲା ଆମର ଶବ୍ଦ ସମୂହ। ଏହି କବିତାରେ ଆମେ ଦେଖିବା ଭୀମ ଯେତେବେଳେ ସିଂହନାଦର ଆବଶ୍ୟକତା ପଡ଼ିଥିଲା ସେତେବେଳେ ଭୀମ ଧ୍ୟାନ କରିଥିଲେ ଶିବଙ୍କ ପାଇଁ, ଯାହାଦ୍ୱାରା ଶିବଙ୍କ ଆସନ ପ୍ରକମ୍ପିତ ହୋଇଥିଲା କୈଳାସଗିରି। ତେଣୁ ଶିବ ଜଣାଇଥିଲେ ପାର୍ବତୀଙ୍କୁ ଯେ ଭୀମ ସିଂହନାଦ ମାଗିବା କଥା ଏଠାରେ ଜଣାପଡ଼ିଛି। ନେକ୍ସଟ ପାର୍ବତୀ କହିଲେ ଯେହେତୁ ଭୀମ ଆମର ଉପକାରୀ, କାହିଁକି ନା ଅଶ୍ଳେଷ ଦୈତ୍ୟଙ୍କୁ ମାରି ଭୀମ କୈଳାସ ପର୍ବତକୁ ଉଦ୍ଧାର କରିଥିଲେ। ତେଣୁ ପାର୍ବତୀଙ୍କ ମନୋଭାବ ଜାଣି ଶିବ ଭୀମଙ୍କୁ ସିଂହନାଦ ଦେବା କଥା କହିଥିଲେ। ଶିବ କ'ଣ କଲେ ନିଜର ଚିରିକୁଟିରୁ ସିଂହନାଦକୁ ବାହାର କଲେ ଏବଂ ଆଦେଶ ଦେଲେ ଯେ ପାଣ୍ଡବ ସୁନ୍ଦର ଭୀମଙ୍କୁ ମାତ୍ର 3ଟି ହିଁ ନାଦ ମାରିବାକୁ ପଡ଼ିବ ବା 3ଟି ଶବ୍ଦ ଶୋଇବା ପାଇଁ ପଡ଼ିବ ବୋଲି କହିଥିଲେ। ସିଂହନାଦ କ'ଣ ହେଲା? ସିଂହନାଦ ଯେତେବେଳେ ଆକାଶ ମାର୍ଗରେ ଗଲା ବା ଅନ୍ତରିକ୍ଷରେ ଗଲା ସେତେବେଳେ ମର୍ତ୍ତ୍ୟଭୂମିରେ କମ୍ପି ଉଠୁଥିଲା ଏବଂ ତାହାର ଜ୍ୟୋତି ସୂର୍ଯ୍ୟଙ୍କ ଜ୍ୟୋତିରୁ ମଧ୍ୟ ଅଧିକ ପ୍ରଖର ଥିଲା। ଆଚ୍ଛା, ସିଂହନାଦ ଯାଇ ପହଞ୍ଚିଲା ବ୍ୟାସ ସରୋବର ନିକଟରେ। ଭୀମଙ୍କ ନିକଟରେ ଏବେ ସିଂହନାଦ। ଭୀମ କ'ଣ କଲେ? ତାହାକୁ କରରେ ଧରିକି ନାଦ ଆରମ୍ଭ କରିଲେ। ପ୍ରଥମ ସିଂହନାଦ ରଡ଼ିରେ କ'ଣ କ'ଣ ହେଇଥିଲା ନା ମହିମଣ୍ଡଳ କମ୍ପି ଉଠିଲା ଆଉ ପୃଥିବୀ ଟଳମଳ ହେଲା। କେମିତି ନା ପଦ୍ମପତ୍ରରେ ଯେମିତି ପାଣି ଟଳମଳ ହୋଇଥାଏ। ନେକ୍ସଟ ଏହି ରଡ଼ିରେ ଦୁର୍ଯ୍ୟୋଧନଙ୍କ ନିଦ ଭାଙ୍ଗି ଯାଇଥିଲା। 3ଟି ବିଟି କ୍ୱେଶ୍ଚିନ୍ ଅଛି ଏଠି ଯେ ପ୍ରଥମ ହେଲା ମହିମଣ୍ଡଳ କମ୍ପି ଉଠିଲା, ପୃଥିବୀ ଟଳମଳ ହୋଇଥିଲା, ଦୁର୍ଯ୍ୟୋଧନଙ୍କ ନିଦ କେଉଁ ରଡ଼ିରେ ଭାଙ୍ଗିଥିଲା ନା ପ୍ରଥମ ସିଂହନାଦ ରଡ଼ି। ନେକ୍ସଟ ଆସିଲା ଆମର ଦ୍ୱିତୀୟ ସିଂହନାଦ ରଡ଼ି। ଦ୍ୱିତୀୟ ସିଂହନାଦ ରଡ଼ିରେ କ'ଣ କ'ଣ ସବୁ ଚେଞ୍ଜେସ୍ ଆସିଥିଲା? ପ୍ରଥମ କଥା ହେଲା 6 ଲକ୍ଷ ଯୋଜନ ଦୂରରେ ଥିବା ଯମପୁରକୁ ଏହା ପ୍ରକମ୍ପିତ କରି ଉଠିଥିଲା ଏବଂ ପାତାଳରେ ଅନନ୍ତନାଗର ଫଣ କମ୍ପି ଉଠିଥିଲା। ତା ସହିତ ନବଦ୍ୱୀପ, ବହିରେ ରହିଛି ତମ ନବଦ୍ୱୀପ କ'ଣ ଦେଖିନେବ। ସପ୍ତସାଗର, ସପ୍ତସାଗର ମଧ୍ୟରେ କ'ଣ ଯାଉଛି? ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ। ଏହିସବୁ ଗୁଡ଼ିକ ଉଚ୍ଛଳିତ ହୋଇ ଉଠିଥିଲା। ନେକ୍ସଟ ହେଲା ସମୁଦ୍ର ଜଳ ଆକାଶକୁ ସ୍ପର୍ଶ କରିଥିଲା ମାନେ ଭେଦ କରିଯାଇଥିଲା ଏବଂ ଏଥିରେ ଦ୍ୱିତୀୟ ସିଂହନାଦ ରଡ଼ି ଦ୍ୱାରା ଦୁର୍ଯ୍ୟୋଧନ ନିଜ ଆସନ ଛାଡ଼ି ମହାକ୍ରୋଧୀ ହୋଇଯାଇଥିଲେ ଏବଂ ବ୍ୟାସ ସରୋବରରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ବ୍ୟାସ ସରୋବରରେ ଲକ୍ଷ୍ମୀ କ'ଣ କଲେ ନା ଦୁର୍ଯ୍ୟୋଧନଙ୍କ କରକୁ ଧରି ରହିବାକୁ ଚେଷ୍ଟା କଲେ, କିନ୍ତୁ ଦୁର୍ଯ୍ୟୋଧନ ମହାକ୍ରୋଧୀ ହୋଇ ଭୀମର ଦ୍ୱିତୀୟ ରଡ଼ିରେ ହିଁ ବ୍ୟାସ ସରୋବରରୁ ବାହାରିବା ପାଇଁ ଚେଷ୍ଟା କଲେ। ଯେହେତୁ ଲକ୍ଷ୍ମୀ କହିଥିଲେ ଯେ ଦୁର୍ଯ୍ୟୋଧନ ପ୍ରଥମେ ପ୍ରତିଜ୍ଞା କରିଥିଲେ ଭୀମର 7ଟି ରଡ଼ି ସହିବା ପାଇଁ, କିନ୍ତୁ 2ଟି ରଡ଼ିରେ ଯେତେବେଳେ ଦୁର୍ଯ୍ୟୋଧନ ବାହାରକୁ ବାହାରିବା ପାଇଁ ଚେଷ୍ଟା କଲେ
ଲକ୍ଷ୍ମୀ ତାଙ୍କୁ ବାରଣ କରିଥିଲେ, କହିଲେ ଯେ ଆଉ ଗୋଟିଏ ରଡ଼ି ଯଦି ସହିଯିବୁ ତାହେଲେ ତୁ କ'ଣ ହେଇଯିବୁ, ଅଜରାମ୍ବର ହେଇଯିବୁ, ମାନେ ଚିରଞ୍ଜୀବ ହେଇଯିବୁ। କିନ୍ତୁ ଦୁର୍ଯ୍ୟୋଧନ କ'ଣ କଲେ, ଦ୍ୱିତୀୟ ରଡ଼ି ପରେ ପରେ ବ୍ୟାସ ସରୋବରରୁ ବାହାରି ପଡ଼ିଲେ, କାହିଁକିନା ସେ ମହାକ୍ରୋଧୀ ଥିଲେ, ମହାମାନି ଦୁର୍ଯ୍ୟୋଧନ। ତାପରେ ନିଜ 70 ଭାର ଗଦା ବହନ କରି ଆଗେଇ ଚାଲିଲେ ବ୍ୟାସ ସରୋବର ବାହାରକୁ। ସେ ଯେତେବେଳେ ମହାଲକ୍ଷ୍ମୀଙ୍କୁ ତିରସ୍କାର କରିଥିଲେ ଯେ ପଳାଇ ଯା ବୋଲି କହିଥିଲେ, ସେତେବେଳେ ଲକ୍ଷ୍ମୀ ଏହିସବୁ ଉଦ୍ଦେଶ୍ୟରେ ଜଣାଇଥିଲେ। ନେକ୍ସଟ ରହିଲା ଆମର ଏତିକି ରହିଲା ଏ ପାଠର ସାରାଂଶ। ନେକ୍ସଟ ଚିତ୍ରରେ ବୁଝିବା ପାଇଁ ଦେଖ, ସିଂହନାଦର ଗୋଟେ ଚିତ୍ର ରହିଛି। ନେକ୍ସଟ ହେଲା 4ଟି, ଜଣେ ହେଲା ଭୀମ, ତାପରେ ଦୁର୍ଯ୍ୟୋଧନ, ନେକ୍ସଟ ଆସିଲା ଆମର ଶିବ ପାର୍ବତୀ ଗଲା। ଏବେ ଦେଖିବା ବିଗତ ବର୍ଷରେ ଆସିଥିବା ପ୍ରଶ୍ନପତ୍ର। ପ୍ରଥମ ପ୍ରଶ୍ନ, କାହା ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ? ଆମେ ପ୍ରଥମେ ଦେଖିଲେ ଯେ ଦୁର୍ବାସା ଋଷିଙ୍କ ଉପଦେଶ ଅନୁଯାୟୀ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ, ତେଣୁ ଆନ୍ସର ହେବ ଦୁର୍ବାସା। ଭୀମଙ୍କ ସିଂହନାଦ ପ୍ରଥମ ରଡ଼ିରେ କିଏ କମ୍ପି ଉଠିଲା? ମହିମଣ୍ଡଳ କମ୍ପି ଉଠିଲା, ଏଠି ଆନ୍ସର ଯିବ ମହିମଣ୍ଡଳ। ପରେ ଆସିଲା ପାଣ୍ଡବ ସୁନ୍ଦର ବୋଲି କାହାକୁ କୁହାଯାଇଛି? ପୂର୍ବରୁ ଚିତ୍ରରେ ମଧ୍ୟ ଦର୍ଶାଗଲା, ଭୀମଙ୍କ ପାଇଁ ପାଣ୍ଡବ ସୁନ୍ଦର, ପବନର ସୂତ ଇତ୍ୟାଦି ଦିଆଯାଇଛି, ତେଣୁ ଆନ୍ସର ଯିବ ଆମର ଭୀମ। ନେକ୍ସଟ, ଭୀମଙ୍କ ସିଂହନାଦ ରଡ଼ି ମହାଭାରତ କେଉଁ ପର୍ବରୁ ଆସିଛି? ମହାଭାରତର କେଉଁ ପର୍ବ? ନା ଗଦା ପର୍ବରୁ ଆସିଅଛି। ସପ୍ତସାଗର ମଧ୍ୟରେ କିଏ ଅନ୍ତର୍ଭୁକ୍ତ ନୁହେଁ? ଯେହେତୁ ଦଧି, ଘୃତ, ଦୁଗ୍ଧ ତିନୋଟି ସପ୍ତସାଗର ମଧ୍ୟରେ ଯାଉଛି, କିନ୍ତୁ ଶର୍କରା ଯାଉନାହିଁ, ତେଣୁ ଶର୍କରା ହେଇଯିବ ଆମର ଉତ୍ତର। ନେକ୍ସଟ ରହିଲା, ଶତ୍ରୁ କେଉଁଠାରେ ବଳ ପ୍ରୟୋଗ କରି ପ୍ରବେଶ କଲେ ଧ୍ୱଂସ ହୋଇଯିବା କଥା କବିତାରେ ବର୍ଣ୍ଣିତ? ଆନ୍ସର ହେଇଯିବ ଆମର ବ୍ୟାସ ସରୋବର। ଆନ୍ସର ହେବ ଆମର ବ୍ୟାସ ସରୋବର। ଷୋଳଧର ଶବ୍ଦର କେଉଁଟି ପ୍ରତିଶବ୍ଦ ନୁହେଁ? ଷୋଳଧର ମାନେ ଏଠି କୁହାହେଲା ଶିବଙ୍କ ପାଇଁ, ତେଣୁ କେଉଁଠି ପ୍ରତିଶବ୍ଦ ନୁହେଁ? ଉତ୍ତର ହୋଇଯିବ ଆମର ଶ୍ରୀପତି। ଭୀମ କେଉଁ ଦୈତ୍ୟକୁ ମାରି ଶିବଙ୍କ ଠାରୁ ବର ଲାଭ କରିଥିଲେ? ପ୍ରଥମ କ୍ୱେଶ୍ଚିନ୍, ଭୀମ ରହିଥିଲା ଅଶ୍ଳେଷା ଦୈତ୍ୟଙ୍କୁ ମାରିଥିଲେ ଏବଂ କୈଳାସ ପର୍ବତକୁ ଉଦ୍ଧାର କରିଥିଲେ। ଏଗୁଡ଼ିକ ଗଲା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଗୁଡ଼ିକ। ନେକ୍ସଟ ଆସିଲା ପରୀକ୍ଷା ଉପଯୋଗୀ ପ୍ରଶ୍ନୋତ୍ତର କ'ଣ ପଡ଼ିପାରେ? ନା ପ୍ରଥମ କ୍ୱେଶ୍ଚିନ୍, ଭୀମଙ୍କୁ ଶିବଙ୍କ ଠାରୁ ସିଂହନାଦ ମାଗିବା ପାଇଁ କିଏ ଜଗନ୍ନାଥଙ୍କୁ ପରାମର୍ଶ ଦେଲେ? ଆନ୍ସର ହେବ ଆମର ସହଦେବ। ଏହି କବିତାରେ ପଶୁପତି ବୋଲି କାହାକୁ କୁହାଯାଇଛି? ପଶୁପତି କାହାଙ୍କୁ? ନା ଶିବଙ୍କୁ କୁହାଯାଇଛି। ଭୀମସେନ ଆମ୍ଭ ଉପକାରୀ, ଏ ଉକ୍ତିଟି କାହାର? ନା ଭୀମସେନ ଯେହେତୁ କୈଳାସ ପର୍ବତ ଉଦ୍ଧାର କରିଥିଲେ, ତେଣୁ ଏକଥା କହିଛନ୍ତି ପାର୍ବତୀ ଦେବୀ। କାହାଙ୍କ ପାଇଁ ଶିବ ବିପଦରୁ ବର୍ତ୍ତିବା କଥା କବିତାରେ ବର୍ଣ୍ଣିତ? କାହାଙ୍କ ପାଇଁ? ଭୀମଙ୍କ ପାଇଁ। ନେକ୍ସଟ ରହିଲା, ସିଂହନାଦକୁ କେତୋଟି ନାଦ ମାରିବା ପାଇଁ ଶିବ ଆଦେଶ ଦେଇଥିଲେ? କେତୋଟି? ନା 3 ଥର ବା 3ଟି। ଆନ୍ସର ହେଇଯିବ ଆମର 3ଟି। ନେକ୍ସଟ ରହିଲା, ସିଂହନାଦ କେଉଁ ପଥରେ ଆସି ବ୍ୟାସ ସରୋବର ନିକଟରେ ପହଞ୍ଚିଲା? କେଉଁ ପଥରେ? ନା ଅନ୍ତରିକ୍ଷରେ। ଅନ୍ତରିକ୍ଷ ମାନେ ହେଉଛି ଆମର ଆକାଶ ପଥ। ସିଂହନାଦର ପ୍ରଥମ ଶବ୍ଦରେ କ'ଣ କମ୍ପି ଉଠିଥିଲା? ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ରହୁଛି। ସିଂହନାଦର ପ୍ରଥମ ଶବ୍ଦରେ ମହିମଣ୍ଡଳ କମ୍ପନ ହୋଇଥିଲା। ସିଂହନାଦର କେଉଁ ରଡ଼ିରେ ମାନଗୋବିନ୍ଦଙ୍କ ନିଦ୍ରା ଭାଙ୍ଗି ଯାଇଥିଲା? ସିଂହନାଦର ଦ୍ୱିତୀୟ ନା ପ୍ରଥମ? ପ୍ରଥମ ହେଲା ମନେ ରଖିବା, ପ୍ରଥମ ରଡ଼ିରେ ମୁଁ ଉପରେ ବୁଝେଇ ଦେଇଛି, ପ୍ରଥମ ରଡ଼ିରେ ନିଦ୍ରା ଭଙ୍ଗ ହୋଇଯାଇଥିଲା। ସିଂହନାଦର ଦ୍ୱିତୀୟ ରଡ଼ି କେଉଁ ପୁରକୁ ଭେଦ କରିଥିଲା? 6,00,000 ଯୋଜନ ଦୂରରେ ଥିବା ଯମପୁରକୁ ଭେଦ କରିଥିଲା। ଶିବ କେଉଁଥିରେ ସିଂହନାଦ କାଢ଼ି ଭୀମଙ୍କୁ ଦେଲେ? ନା ତାଙ୍କେ ରହିଥିଲେ ଚିରିକୁଟିରୁ ବାହାର କରି ସିଂହନାଦ ଦିଆଯାଇଥିଲା। ସିଂହନାଦର ଜ୍ୟୋତି କାହାଠାରୁ ଅଧିକ ଥିଲା? ସୂର୍ଯ୍ୟଙ୍କ ତେଜରୁ ମଧ୍ୟ ଅଧିକ ରହିଥିଲା। ନବଦ୍ୱୀପ ଓ ସପ୍ତସାଗର କେଉଁ ରଡ଼ିରେ ଥରିବାକୁ ଲାଗିଲା? ଦ୍ୱିତୀୟ ରଡ଼ିରେ ଥରିବାକୁ ଲାଗିଥିଲା। ଦ୍ୱିତୀୟ ରଡ଼ିରେ ଅନେକ ଥିଲା,
ନବଦ୍ୱୀପ, ସପ୍ତସାଗର, ତା ସହିତ ଦୁର୍ଯ୍ୟୋଧନ ମଧ୍ୟ ମହାକ୍ରୋଧୀ ହୋଇଯାଇଥିଲେ ଦ୍ୱିତୀୟ ରଡ଼ିରେ। ଦୁର୍ଯ୍ୟୋଧନଙ୍କୁ କିଏ ନିଜ ଭୁଜରେ ଧରିଥିଲେ? ନା ଆନ୍ସର ହେବ ଲକ୍ଷ୍ମୀ। ଦୁର୍ଯ୍ୟୋଧନ ଭୀମର କେତୋଟି ରଡ଼ି ସହିବ ବୋଲି ପ୍ରତିଜ୍ଞା କରିଥିଲେ? ନା ଏଠାରେ ଲକ୍ଷ୍ମୀ କହିଥିଲେ 7ଟି ରଡ଼ି ସହିବ ବୋଲି ପ୍ରତିଜ୍ଞା କରିଥିଲେ। ଭୀମର ତୃତୀୟ ରଡ଼ି ସହିଲେ କିଏ ଅଜରାମ୍ବର ହୋଇଯିବ ବୋଲି ଲକ୍ଷ୍ମୀ କହିଥିଲେ? ଉତ୍ତର ହୋଇଯିବ ଆମର ଦୁର୍ଯ୍ୟୋଧନ। ନେକ୍ସଟ ଆସିଲା ଭୀମଙ୍କ ଗଦାର ଭାର କେତେ? ଯେହେତୁ ପଦ୍ୟର ପୁରା ଶେଷ ପାଦରେ ରହିଛି, ଭୀମଙ୍କ ଗଦାର ଭାର କେତେ? ନା 70 ଭାର। ଆନ୍ସର ହୋଇଯିବ 70 ଭାର। ଦୁର୍ଯ୍ୟୋଧନ କେଉଁ ପତ୍ର ପରି ଥରିବାକୁ ଲାଗିଲେ? କଦଳୀ ପତ୍ର ପରି ଥରିବାକୁ ଲାଗିଥିଲେ। ପରେ ଆସିଲା ଆମର ଦୀର୍ଘ ଉତ୍ତରମୂଳକ ଓ ସରଳାର୍ଥ କ'ଣ ପଡ଼ିପାରେ? ନା ପ୍ରଥମ କଥା ହେଲା ଯଦି ଦୀର୍ଘ ଉତ୍ତରମୂଳକ ପଡ଼େ କବିଙ୍କ ବର୍ଣ୍ଣନା ଏବଂ କବିଙ୍କ ରଚନା ଆଉ କବିତାର ଉଦ୍ଦେଶ୍ୟ ପ୍ରଥମ ଷ୍ଟେପ୍ଟି ଲେଖିବ। ମିନିମମ୍ 5 ଧାଡ଼ି ଲେଖିଲେ ମାର୍କ ଭଲ ମିଳିପାରେ। ନେକ୍ସଟ ତାର ବିଷୟବସ୍ତୁ ଉପରେ ପୁରା 100ଟି ଶବ୍ଦ ମଧ୍ୟ ଲେଖିବାକୁ ପଡ଼ିବ। ଆଚ୍ଛା ଲଙ୍ଗ କ୍ୱେଶ୍ଚିନ୍ ପାଇଁ ଏଠି ଆମର ଇମ୍ପୋର୍ଟାଣ୍ଟ ରହୁଛି